ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାରରେ ଦେଖନ୍ତୁ। ମୁକ୍ତି ତା ଜେଜେଙ୍କୁ କୁହେ, ଜେଜେ ବାପା, ମୁଁ ଆପଣଙ୍କୁ ବହୁତ ଦୁଃଖ ଦେଇଛି, ଆପଣଙ୍କ ବିଶ୍ୱାସ ଭାଙ୍ଗିଛି। ଏଥିପାଇଁ ଆପଣଙ୍କ ଦୁଃଖକୁ କମ୍ କରିବାକୁ ମୁଁ ମୋ ନିଜକୁ ଦଣ୍ଡ ଦେବି। ମୁକ୍ତିର ଏଇ କଥା ଶୁଣି ମୁକ୍ତିର ମା, ମୁକ୍ତିର ବାପା ଆଉ ମୁକ୍ତିର ଖୁଡ଼ି ବହୁତ ଆଶ୍ଚର୍ଯ୍ୟ ହେଇଯାଆନ୍ତି ଆଉ ଡରି ବି ଯାଆନ୍ତି ଯେ ମୁକ୍ତି କ'ଣ କରିବ। ମୁକ୍ତି ଖୁଡ଼ି ତ ବହୁତ କାନ୍ଦନ୍ତି, କିନ୍ତୁ ମୁକ୍ତିର ଦାଦା ବହୁତ ଖୁସି ଥାଆନ୍ତି। ତାପରେ ମୁକ୍ତି କାଠ ଖଣ୍ଡ ଆଣି ନିଜ ହାତରେ ରଖେ ଆଉ କୁହେ, ଆଜି ମୁଁ ମୋ ଭୁଲ ବୁଝିପାରିଛି। ମୁଁ ଜାଣିସାରିଛି ଆପଣମାନେ ଠିକ୍ ଥିଲେ ଆଉ ମୁଁ ଭୁଲ ଥିଲି। ମୁଁ ଜାଣିସାରିଛି ମୋତେ ଆପଣମାନଙ୍କ କଥା ମାନିବାର ଥିଲା। ସେ ବିଶ୍ୱାସ, ସେ ଭଲ ପାଇବା, ସେ ସିନ୍ଦୁର ଆଉ ସେ ମଙ୍ଗଳସୂତ୍ର ସବୁ ଭୁଲ ଥିଲା। ମୁଁ ଜାଣିସାରିଛି ବିକ୍ରାନ୍ତ ମୋତେ ଧୋକା ଦେଇଛନ୍ତି। ସେ ଧୋକା, ସେ ମିଛକୁ ଆଜି ମୁଁ ଏ ନିଆଁରେ ଜାଳି ପୋଡ଼ି ଶେଷ କରିଦେବି। ସେ ଗଢ଼ିଥିବା ସମ୍ପର୍କ, ସେ ଦେଇଥିବା ଶଙ୍ଖା ସିନ୍ଦୁରକୁ ବି ମୁଁ ଆଜି ଏଇଠୁ ଭୁଲିଯିବି। ହେଲେ ମୁଁ ଗୋଟେ ପ୍ରଶ୍ନର ଉତ୍ତର ଏବେ ଯାଏଁ ପାଇଲିନି ଯେ ମୋତେ କାହିଁକି ଧୋକା ଦେଲେ? ମୋତେ ସେ କାହିଁକି ଧୋକା ଦେଲେ କହି ଜୋରରେ କାନ୍ଦିବାକୁ ଲାଗେ ମୁକ୍ତି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟି ବି କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।